ଶ୍ରୋତାବନ୍ଧୁ, କବିତା କେବଳ ଆବେଗର ଫୁଆର ନୁହେଁ, ବରଂ ସମ୍ବେଦନା, ସ୍ୱପ୍ନ ପ୍ରବଣତା ଓ ସଚରାଚର ଜଗତ ପ୍ରତି ଆତ୍ମିକ ଶବ୍ଦ ସମର୍ପଣର ଅଭିବ୍ୟକ୍ତି ମାତ୍ର। ଶ୍ରୋତାବନ୍ଧୁ, ଆଜି ଆମେ ଏମିତି ଜଣେ କବିଙ୍କୁ ଶୁଣିବା, ଯିଏ ଜରାଜୀର୍ଣ୍ଣ ସମୟକୁ କାନ୍ଧରେ ଲଦି ଦୀର୍ଘଶ୍ୱାସ ଓ ବିଫଳତାକୁ ସ୍ନାୟୁ ସ୍ରୋତରେ ବୋହି ନେବାର ଉନ୍ମାଦନା ରଖନ୍ତି। ଯେ ଅନେକ ଅଶ୍ରୁତ ଆଳାପରେ ଛପି ରହିଥିବା କୁଣ୍ଠିତ ହସ, ପବନର ସୁଗନ୍ଧ ଏବଂ ସହନଶୀଳ ପୃଥିବୀର ସମର୍ପଣକୁ ମଧ୍ୟ ଅନୁଭବ କରିପାରନ୍ତି ନିଜ ହୃଦୟରେ। ତାଙ୍କ ପାଇଁ ପ୍ରତି ପ୍ରାଣୀର ଆତ୍ମାର ବିଷାଦ କଥା ହିଁ ତାଙ୍କ ଲେଖନୀର କେନ୍ଦ୍ରବିନ୍ଦୁ। ବିପ୍ଳବର ବାରଣ୍ଡାରେ ପରାହତ ଅସହାୟତାକୁ ଭାଙ୍ଗିରୁଜି ନୂଆ ଗଢ଼ିଦେବାର ନକ୍ସା ତିଆରି କରୁଥିବା ଏବଂ କାଗଜର କପାଳରେ କାଳର ତିଳକକୁ ବୋଳି ବୋଳି ନାନା ବାୟା ଗୀତ ଭଳି ଶୁଭୁଥିବା ପ୍ରାର୍ଥନାକାରୀ ବ୍ୟକ୍ତିବିଶେଷ ହେଉଛନ୍ତି ଆମ ସମୟର ଜଣେ ପ୍ରତିଶ୍ରୁତି ସମ୍ପନ୍ନ ବିଶିଷ୍ଟ କବି, କବି ସୂର୍ଯ୍ୟ ମିଶ୍ର। ଶ୍ରୋତାବନ୍ଧୁ, ସୂର୍ଯ୍ୟ ମିଶ୍ର ଜଣେ ବାଗ୍ମୀ, ସୁକବି। ତାଙ୍କ କବିତା ବହୁ ମୁଗ୍ଧ ଅନୁଭବର ସମବେତ ଦୃଶ୍ୟ ଏବଂ ସ୍ଥିତିବାଦୀ ଚେତନା ଆଧାରିତ ଏକ ସୁନ୍ଦର ଆତ୍ମାଭିବ୍ୟକ୍ତିର କଥାକୁ ପାଥେୟ କରିଥାଏ। ଆବେଗ ଓ ଆବେଦନ ପରିପୂର୍ଣ୍ଣ ରସାଳ ତଥା ମନୋଜ୍ଞ ଅଭିବ୍ୟକ୍ତି ଏହାର ପ୍ରାଣ। ସମକାଳୀନ କାବ୍ୟ ଚେତନା ଓ ଶୈଳ୍ପିକ ବିଶେଷତ୍ୱ ତାଙ୍କ କବିତାର ଛତ୍ରେ ଛତ୍ରେ ପ୍ରସ୍ଫୁଟିତ ହେଉଥାଏ ଏବଂ ଯୁବପିଢ଼ିର କବିମାନଙ୍କ ମଧ୍ୟରେ ତାଙ୍କର କାବ୍ୟିକ ସାଫଲ୍ୟର ଯେଉଁ ଯାତ୍ରା ଖୁବ୍ ସ୍ପଷ୍ଟ ଏବଂ ହୃଦ୍ୟ। ଉତ୍ତର ସତୁରିରୁ ନିଷ୍ଠାପର ଭାବେ କବିତା ରଚନା କରିଆସୁଥିବା ଶ୍ରୀ ସୂର୍ଯ୍ୟ ମିଶ୍ର ଆଲୋଚନା, ସମୀକ୍ଷା, ଅନୁବାଦ, ସମ୍ପାଦନା ଓ ସାହିତ୍ୟ ସଂଗଠନରେ ମଧ୍ୟ ଯଥେଷ୍ଟ ଦକ୍ଷତା ରଖନ୍ତି। ପୁରୀ ଜିଲ୍ଲାର ଡେଲାଙ୍ଗରେ ଜନ୍ମିତ କବି ସୂର୍ଯ୍ୟ ମିଶ୍ରଙ୍କର ସାତବର୍ଣ୍ଣର ସକାଳ, ଏକା ଏକା ସହବାସ, ଶୂନ୍ୟବାସ, ହାୟ ଶବ୍ଦ, ପାଗଳ ପ୍ରେମିକ ଦଳ, ମୃଦୁ ମୃଦୁ ମୃତ୍ୟୁ, ଲିଖିତ ନୀରବତା ଆଦି କବିତା ସଂକଳନ ଏଯାବତ୍ ପ୍ରକାଶିତ। ଅନେକ ନିଦ୍ରିତ ଛାଇ ତାଙ୍କ ଅଷ୍ଟମ ଗର୍ଭର ସନ୍ତାନ, ଯେଉଁଥିରେ ସେ ମଣିଷ ଜୀବନର ସଂଘର୍ଷ ଓ ପ୍ରଶ୍ନାକୁଳତା, ସାମାଜିକ ବିରୋଧାଭାସ, ସଙ୍କଟାପନ୍ନ ମାନବିକତାର ପୁନର୍ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ସହିତ ରଣାଙ୍ଗନ, ବନ୍ଦ ଦୁଆର ଦେଇ, ଉଡ଼ାଣ, ମନର ମଣିଷ, ଅର୍ଦ୍ଧନାରୀଶ୍ୱର ଆଦି ଅନୁବାଦ ପୁସ୍ତକର ରଚୟିତା ଶ୍ରୀ ସୂର୍ଯ୍ୟ ମିଶ୍ର ସାମ୍ପ୍ରତିକ ସମୟର ଜଣେ କୃତବିଦ୍ୟ ବ୍ୟକ୍ତିତ୍ୱ କେବଳ ନୁହନ୍ତି, ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି ଭାବେ ଅବସ୍ଥାପିତ ଅଛନ୍ତି। ଆଜି କବି ସୂର୍ଯ୍ୟ ମିଶ୍ରଙ୍କର କିଛି କବିତା ଆପଣମାନଙ୍କୁ ମୁଁ ଭେଟି ଦେଉଛି। ତାଙ୍କର କବିତା ତାଙ୍କ ହୃଦୟର ମର୍ମ ସ୍ୱର ବୋଲି କହିଲେ କିଛି ଭୁଲ ହେବ ନାହିଁ। ଶ୍ରୋତାବନ୍ଧୁ, କବି ସୂର୍ଯ୍ୟ ମିଶ୍ରଙ୍କର କବିତା ଅନେକ ନିଦ୍ରିତ ଛାଇ ସଂକଳନସ୍ଥ, ଜୀବନ ସରିବା ଯାଏ। କବିତାଟି ଶୁଣନ୍ତୁ। ତରଳ ଅନ୍ଧାର ଶବ୍ଦର ପଶିଯିବାକୁ ବେଳେବେଳେ ଇଚ୍ଛା କରେ ମନ ସୃଜନ ରଙ୍ଗରେ, ଉନ୍ମାଦ ଭ୍ରମରେ। ସେ ଉଚ୍ଚାରଣର ଅଳିକତା ଜାଣେ, ନଶ୍ୱରତା ଜାଣେ, ବାଜି ଲଗାଏ ଶବ୍ଦରେ, ପ୍ରତ୍ୟୟର ପ୍ରଖରତା ଯୋଡ଼େ, ଦଳି ମନ୍ଥି ପକାଇ ନିର୍ଘାତ, ସେଥିରୁ ମିଳେ ଶାମୁକା ପେଟର ମାଣିକ ପରି ଯେତିକି ସ୍ୱପ୍ନ ସେତିକି ସ୍ମୃତି, ତାକୁ ମିଶାଏ ଶବ୍ଦରେ, ପ୍ରତ୍ୟୟର ପ୍ରଖରତାରେ।
ଲଳିତ ଅନୁରାଗ ଓ ନିବିଡ଼ ସମ୍ବେଦନାର କୁନି ଘର, ଲଳିତ ଅନୁରାଗ ଓ ନିବିଡ଼ ସମ୍ବେଦନାର କୁନି ଘର, ସେଥିରେ ବି ଜମି ରହିଥାଏ ବହଳ ବହଳ କ୍ଷତ ଓ ବିସ୍ମୟର ଧୂଳି। ସେସବୁ ଆଣି ବୋଳିଦିଏ ଶବ୍ଦମାନଙ୍କରେ। ଶବ୍ଦମାନେ କ୍ରମେ କ୍ରମେ ଅଧିକ ଅଳଙ୍କୃତ ଲାଗନ୍ତି। ଶବ୍ଦମାନେ କ୍ରମେ କ୍ରମେ ଅଧିକ ଅଳଙ୍କୃତ ଲାଗନ୍ତି। ସତେ ଯେମିତି ସେଥିରେ ଛନ୍ଦି ହୋଇ ରହିଛି, ସତେ ଯେମିତି ସେଥିରେ ଛନ୍ଦି ହୋଇ ରହିଛି ଆମର ଅତୀତ, ବର୍ତ୍ତମାନ, ଭବିଷ୍ୟତ। ସେଥିରେ ପୁଣି ଦିଶୁଛି ସାତତାଳ ପାତାଳ। ହସୁଛି ମାୟା ମୋହର ମର୍ତ୍ତ୍ୟ, ଖଚିତ ହୋଇଛି ନୀରବତାର ଆକାଶ। ବଡ଼ ଲୋଭାସକ୍ତ ଆମର ମନ, ବଡ଼ ଲୋଭାସକ୍ତ ଆମର ମନ। ସାଇତି ରଖିବାକୁ ଇଚ୍ଛା କରି ସେହି ଶବ୍ଦମାନଙ୍କୁ, ଅବାକ୍ ହେବାକୁ ଲୋଡ଼େ ସେମାନଙ୍କ ଐଶ୍ୱର୍ଯ୍ୟ ପାଖରେ। ହାୟ ହାୟ, ସେତିକି ବେଳକୁ ସେମାନେ ଉଭାନ, ରତ୍ନବେଦୀ ସେମାନଙ୍କର ଖାଁ ଖାଁ, ହାରିଯିବାକୁ ଲାଗେ ସେମାନଙ୍କ ପାଖରେ। ହଜାଇବା ଓ ଖୋଜିବା ଚାଲିଥାଏ ସାରା ଜୀବନ, ହଜାଇବା ଓ ଖୋଜିବା ଚାଲିଥାଏ ସାରା ଜୀବନ। ପରାଜୟ ସମ୍ଭବ ହୁଏ ନାହିଁ ଶବ୍ଦମାନଙ୍କ ପାଖରେ ସବୁବେଳେ। ହାୟ ହାୟ କହି ପୁଣି ପଶିବାକୁ ହୁଏ ଅନ୍ଧାରରେ, ଜୀବନ ସରିବା ଯାଏ ଶବ୍ଦ ଖୋଜିବାରେ। ହାୟ ହାୟ କହି ପୁଣି ପଶିବାକୁ ହୁଏ ଅନ୍ଧାରରେ, ଜୀବନ ସରିବା ଯାଏ ଶବ୍ଦ ଖୋଜିବାରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ଜଣେ ଯଶସ୍ୱୀ କବିଙ୍କୁ, କବି ସୂର୍ଯ୍ୟ ମିଶ୍ରଙ୍କୁ। ଅନେକ ନିଦ୍ରିତ ଛାଇ କବିତା ସଂକଳନସ୍ଥ ତାଙ୍କର ଆଉ ଏକ କବିତା, ଯାହାର ଶୀର୍ଷକ ହେଉଛି ନିଷ୍ଫଳ ସମୟ। କବିତାଟି ଏମିତି: ପ୍ରତି ଲେଖକର ଜୀବନରେ ଆସେ ନିଷ୍ଫଳ ସମୟ, ପ୍ରତି ଲେଖକର ଜୀବନରେ ଆସେ ନିଷ୍ଫଳ ସମୟ। ସତ କହିବାକୁ ଇଚ୍ଛା ଥିଲେ ବି ହାତ ଧରି ଚାଲିବାକୁ ହୁଏ, ସତ କହିବାକୁ ଇଚ୍ଛା ଥିଲେ ବି ହାତ ଧରି ଚାଲିବାକୁ ନଥାଏ କଳ୍ପନା। ମିଛି ମିଛିକା ଧାଡ଼ିମାନ ସତ କହନ୍ତି ନାହିଁ ସେତେବେଳେ। କୁଆଡ଼େ ଯାଇଥାନ୍ତି ଇପ୍ସିତ ଶବ୍ଦମାନେ, କୁଆଡ଼େ ଯାଇଥାନ୍ତି ଇପ୍ସିତ ଶବ୍ଦମାନେ। ସେମାନେ ସମ୍ଭବତଃ ନଈ ପଠାରେ ବୁଲୁଥାନ୍ତି ଜ୍ୟୋତ୍ସ୍ନା ତଳେ, କି ବଉଳ ଗଛ ଛାଇ ତଳେ ପଇଁତରା ମାରୁଥାନ୍ତି, କି ଆଶ୍ୱିନର ମେଘ ପିଠିରେ ସବାର ହୋଇ ବୁଲୁଥାନ୍ତି ସାରା ଆକାଶ, କି ଉଡ଼ାଣଖୋର ଚଢ଼େଇ ପରି ମାନୁନଥାନ୍ତି ସୀମା ସରହଦ। ବଡ଼ ନିଷ୍ଫଳ ସମୟ ସତେ, ବଡ଼ ନିଷ୍ଫଳ ସମୟ ସତେ। ଲେଖକ ପାଇଁ ସବୁ ଲାଗେ ଚୋରାବାଲି, ତାର ଶନି ଦଶା ଗ୍ରସ୍ତ ବେଳେ ପ୍ରତିଜ୍ଞା ଭାଙ୍ଗି ଯାଉଥାଏ କଡ଼ମଡ଼ ହୋଇ। ଭିତରେ ଛାଇ ନାଚୁଥାଏ ତ ପ୍ରତିଧ୍ୱନି ନଥାଏ, ସେ ଶୂନ୍ୟକୁ ଅନାଇ ରହିଥାଏ ନିର୍ବୋଧ ଦୃଷ୍ଟିରେ। ସାଧାରଣ ଲୋକର କଥାବାର୍ତ୍ତା ଶୁଭୁଥାଏ ନିଜ ଭିତରେ, ଉତ୍ତର ଫେରାଇ ହେଉନଥାଏ। ପ୍ରତିବାଦର ଅନ୍ତୁଡ଼ି ଜଳୁଥାଏ ତ ସେଥିରେ ଉଜ୍ଜ୍ୱଳ ଦେଖାଯାଏ ନା କିଛି କିଛି। ଲେଖକ ହୋଇଯାଇଥାଏ ଦୁର୍ବଳ, ତାକୁ ଦିଶନ୍ତି ନାହିଁ ହୃଦୟ ଭିତରେ ଚିରନ୍ତନ ଅକ୍ଷର। ଲେଖକ ହୋଇଯାଇଥାଏ ଦୁର୍ବଳ, ତାକୁ ଦିଶନ୍ତି ନାହିଁ ହୃଦୟ ଭିତରେ ଚିରନ୍ତନ ଅକ୍ଷର। କି ସେ ବୁଝିପାରେ ନା ସ୍ୱପ୍ନର ରୂପାନ୍ତର, କି ସେ ବୁଝିପାରେ ନା ସ୍ୱପ୍ନର ରୂପାନ୍ତର। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ଜଣେ ପ୍ରତିଶ୍ରୁତି ସମ୍ପନ୍ନ କବି, ପ୍ରତିଶ୍ରୁତିବଦ୍ଧ କବି, କବି ସୂର୍ଯ୍ୟ ମିଶ୍ରଙ୍କୁ। ତାଙ୍କର ଅନ୍ୟ ଏକ କବିତା ସଂକଳନ ଲିଖିତ ନୀରବତାର ଏକ ଚମତ୍କାର କବିତା, ଯାହା ସମସ୍ତଙ୍କ ହୃଦୟକୁ
ସ୍ପର୍ଶ କରିବ ବୋଲି ମୋର ବିଶ୍ୱାସ। କବିତାର ଶୀର୍ଷକ ଘର କଥା। ଘର ନେଇ ସ୍ୱପ୍ନଲିପା ସାରାଂଶର ଇଙ୍ଗିତ ଯେତିକ। ଘର ନେଇ ସ୍ୱପ୍ନଲିପା ସାରାଂଶର ଇଙ୍ଗିତ ଯେତିକ, ସବୁ ମଣିଷଙ୍କ ପାଇଁ ଗତାନୁଗତିକ। ସ୍ମୃତି ସବୁ ଚରୁଥିବେ ବିଷ ପରି ଲୋକଙ୍କର ଦେହ ସାରା। ସ୍ମୃତି ସବୁ ଚରୁଥିବେ ବିଷ ପରି ଲୋକଙ୍କର ଦେହ ସାରା। ଥାକମାନଙ୍କରେ ଥିବ ବ୍ୟାକରଣ ଅମାନ୍ୟ କରି ଲେଖା ହୋଇଥିବା ପ୍ରେମପତ୍ରମାନ। ତଳ ଓଠର ହସରେ କୁଣ୍ଠା ଟିକେ ବୋଳି ଭଲମନ୍ଦ ବୁଝୁଥିବେ ଦୟାବତୀ ପ୍ରିୟା। ଦର ଆଉଜା ଦୁଆର ଫାଙ୍କରେ ଝୁଲି ରହିଥିବ ଆଭିଜାତ୍ୟର ଶୂନ୍ୟ ଅହମିକା। ସମସ୍ତେ ଘୋଷୁଥିବେ ବିନିମୟ ନିଶା। ସମସ୍ତେ ଘୋଷୁଥିବେ ବିନିମୟ ନିଶା। ପ୍ରବାହିତ ହେଉଥିବା ରକ୍ତରେ ଲିଖିତ ଲୋଭର ଅକ୍ଷର। ନାମ ଫଳକରୁ ବାରି ହେଉଥିବ ଜାତି ନୀତି ବଂଶ। ପରିଚର୍ଯ୍ୟାରୁ ବୁଝା ପଡ଼ୁଥିବ ବ୍ରତ ଫଳ ସ୍ୱଭାବର ଖେଳ। ମୁଁ କିନ୍ତୁ ପାଶୋରିଛି ବେଢ଼ାବୁଲା ଅନୁରାଗ ପଣେ। ମୁଁ କିନ୍ତୁ ପାଶୋରିଛି ବେଢ଼ାବୁଲା ଅନୁରାଗ ପଣେ। ଦୃଶ୍ୟ ଓ ଚରିତ୍ରମୟ ଘର ତିଆରିବା କଥା ମୋ ପାଇଁ ରଖେ ନାହିଁ ମାନେ। ମୋ ପ୍ରେମ ତ ନିଷ୍ଠୁର ନୀରବତାର ପରିଭାଷା। ମୋ ପ୍ରେମ ତ ନିଷ୍ଠୁର ନୀରବତାର ପରିଭାଷା। ସେ ଆଖିରେ ସମସ୍ତେ ସମାନ। କୁଷ୍ଠୀ ଓ ଷୋଡ଼ଶୀ, ତସ୍କର ରସିକ ପୁଣି ଧୈର୍ଯ୍ୟବାନ କୃପଣ ପଡ଼ୋଶୀ। ମୋ ପ୍ରେମ ତ ନିଷ୍ଠୁର ନୀରବତାର ପରିଭାଷା। ସେ ଆଖିରେ ସମସ୍ତେ ସମାନ। କୁଷ୍ଠୀ ଓ ଷୋଡ଼ଶୀ, ତସ୍କର ରସିକ ପୁଣି ଧୈର୍ଯ୍ୟବାନ କୃପଣ ପଡ଼ୋଶୀ। ଝରଣା ଓ ଗଛବୃକ୍ଷ ପାହାଡ଼ ମଥାନ, ନିରୀହ ଦୁର୍ଦ୍ଦାନ୍ତ ସବୁ ଜୀବଙ୍କର ନାନା ଆଚରଣ। ସବୁ ପ୍ରିୟ ଦେଖା ଅଣଦେଖା ଅଗଣନ ସତ ଓ ସପନ। ମୁଁ ଘରହୀନ। ମୁଁ ଘରହୀନ। ମୃତ୍ୟୁ ଓ ଈଶ୍ୱର ଶବ୍ଦ ଦୁଇ ମୋ ପାଖରେ ବେଶ୍ ମୂଲ୍ୟବାନ। ମୁଁ ଘରହୀନ। ମୃତ୍ୟୁ ଓ ଈଶ୍ୱର ଶବ୍ଦ ଦୁଇ ମୋ ପାଖରେ ବେଶ୍ ମୂଲ୍ୟବାନ। ଦୂରେଇ ରଖିଛି ଘରକରଣା କାମିନୀ କାଞ୍ଚନ। ଥୁ କରିଦେଇଛି ଅନୁଗ୍ରହ ପୁରସ୍କାର ଅତିଥି ଚର୍ଚ୍ଚା ଅଯଥା ସମ୍ମାନ। ଭ୍ରୁଲତାରେ ମୋର ଭଲ ପାଇବାର ରଙ୍ଗ। ଭ୍ରୁଲତାରେ ମୋର ଭଲ ପାଇବାର ରଙ୍ଗ। ହୃଦୟ ଖୋଜି ଖୋଜି ମୁଁ ବାଉଳା। ମୁଁ ଅସ୍ଥିର ପରିବ୍ରାଜକ। ଠିକଣା ବଦଳ ମୋର ଜୀବନ ଚମକ। ଘର କଥା ପଚାରୁଛ ମୋତେ। ଘର କଥା ପଚାରୁଛ ମୋତେ। ବସୁଧା କୁଟୁମ୍ବ ମୋର। ଅସ୍ୱୀକାର କରେ ମୁହିଁ ଘର ସ୍ୱପ୍ନ ଭୋକ। ଅସ୍ୱୀକାର କରେ ମୁହିଁ ଘର ସ୍ୱପ୍ନ ଭୋକ। ଘର କଥା ପଚାରୁଛ ମୋତେ। ବସୁଧା କୁଟୁମ୍ବ ମୋର। ଅସ୍ୱୀକାର କରେ ମୁହିଁ ଘର ସ୍ୱପ୍ନ ଭୋକ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ କବି ସୂର୍ଯ୍ୟ ମିଶ୍ରଙ୍କୁ। କେତେ ସମ୍ବେଦନଶୀଳ କବିଙ୍କର ଆବେଗ, ଏବଂ ସେ ଜଣେ ସମ୍ବେଦୀ କବି, ଏବଂ ଶବ୍ଦ ସବୁ ବତୁରି ପଡ଼େ ଯେମିତି ତାଙ୍କ ଶବ୍ଦରେ। ତାଙ୍କର ଅନ୍ୟ ଏକ କବିତା ଯାହା ଆପଣ ଶୁଣିଲେ ଅନୁଭବ କରିପାରିବେ ତାଙ୍କ ଆବେଗ, ତାଙ୍କ ସମ୍ବେଦନାର ଉଚ୍ଚତାକୁ। କବିତାର ଶୀର୍ଷକ ଗରିବଙ୍କୁ ନେଇ ଲେଖାଲେଖି। ଗରିବଙ୍କ ବିଷୟ ନ ଲେଖିଲେ ସେ କେଉଁ ରଚନା। ଗରିବଙ୍କ ବିଷୟ ନ ଲେଖିଲେ ସେ କେଉଁ ରଚନା। ଗରିବମାନଙ୍କ କଥା ରହିଆସିଛି ରଚନାରେ। ସେମାନଙ୍କର ରୋଗିଣା ବିପନ୍ନ ଏକୁଟିଆ ଜୀବନ। ଶୁଖିଲା ଦ୍ୱିପ୍ରହର ପ୍ରାୟ ମଳିନ ଉଠ। ଓଦା ଓଦା ଲାଗୁଥିବା ଥରଥର ସ୍ୱର। ଦେହର ଚିରାଫଟା ରଫୁକରା ଲୁଗା। ସାତ ଜନ୍ମର ଅଭିଶାପ ଛାଇ ଯାଇଥିବା ମୁହଁ। ସେମାନଙ୍କର ହଜିଯାଇଥିବା କଳ୍ପନା କଉଡ଼ି। କମି କମି ଯାଉଥିବା କହିବା ଓ ଶୁଣିବାର ଶକ୍ତି।
जी ରହିବା ଚଳାଇ ଦେଇ ଆହାର ନିଦ୍ରା ଭୟ ମୈଥୁନ ଯେନ ତେନ ପ୍ରକାରେଣ ସବୁକିଛି ଲେଖାଯାଇଛି ରଚନାରେ। ଲେଖାମାନଙ୍କର ଲେଖାମାନଙ୍କରେ ବୁଝାଇ ଦିଆଯାଇଛି ସେମାନଙ୍କର ସ୍ୱପ୍ନ କେମିତି ବୁଦ୍ବୁଦ୍, ସ୍ମୃତି କେମିତି ସୁଦୀର୍ଘ ଅର୍ଥହୀନତା, କେତେ ସେମାନଙ୍କର ସାହସ ସାମର୍ଥ୍ୟ ଅଛି ପାହାଡ଼ ଫଟାରେ, ଜଙ୍ଗଲ କଟାରେ, ପାଣି ବୁହାକି ଖଣି ଖୋଳାରେ, କେମିତି ସେମାନେ କୋରି କୋରି ଖାଆନ୍ତି କାମନା ଓ ସବୁଜିମା, ଜ୍ୟୋତ୍ସ୍ନାକୁ ଲଣ୍ଠନ କରି କେମିତି ଲମ୍ବାଇ ଚାଲନ୍ତି ଦୀର୍ଘଶ୍ୱାସର ଶୋଭାଯାତ୍ରା, ପ୍ରାଞ୍ଜଳ ଭାବରେ ଦେଖାନ୍ତି କେମିତି ଭୁଲ ଲୁଣ୍ଠିତ ହେବା କଥା ଶୂନ୍ୟତା ଓ ନାନା ବିଫଳତା। ଆମେ ଦେଖିଛେ ସେମାନଙ୍କର ନିରୀହ ନଜାଣପଣ, ଆମେ ଭୋଗିଛେ ସେମାନଙ୍କର ସ୍ୱେଚ୍ଛା ସମର୍ପଣରେ ତିଆରି ଇନ୍ଦ୍ରାସନ, ପାର୍ଥିବ ଧୂଳିମାନେ ପବନରେ ଉଡ଼ି ଧୂସର ଆକାଶରେ ରଚନ୍ତି ଯେପରି ନାନା ବର୍ଣ୍ଣ, ଗରିବଙ୍କ ଯନ୍ତ୍ରଣାଦି ମାୟାପ୍ରାୟ ମନେକରି ଖଞ୍ଜି ବୋଳି କୁଟି କମ ରଙ୍ଗ ରସ ଯେତେ ରଚନାକୁ ଅର୍ଥମୟ କରି ଆଗେଇ ପ୍ରଚାର କରୁ ନାନା ତତ୍ତ୍ୱଜ୍ଞାନ, ସେମାନଙ୍କ ହାତ ଗୁନ୍ଥା ଫୁଲମାଳ ଗଳାରେ ଲମ୍ବାଇ ରଚନା ପାଲଟେ ଆମେ ବେଶ ଭାଗ୍ୟବାନ। ଆମ ରଚନାରେ ଶୁଭେ ଗରିବଙ୍କ ହାଡ଼ ମାଂସ ରକ୍ତ ଲୁହ ଝାଳର ଜୟ ଜୟକାର। ସେହି ସୃଜନ ସାଧନାର ଅମୃତ ଫଳକୁ ଆମେ ଉତ୍ସର୍ଗ କରୁ ଗରିବଙ୍କୁ, ଅକ୍ଷର ବି ଲାଗନ୍ତି ଆମକୁ ଲୋତକ ଜର୍ଜର। ଗରିବଙ୍କୁ ନେଇ ଲେଖା ଆମରି ରଚନାମାନ ପଢ଼ନ୍ତି ନାହିଁ ଗରିବମାନେ, ଚର୍ଚ୍ଚିତ ରଚନା ସବୁ ଛପା ହୁଏ ପତ୍ରିକା ବହିରେ, କିଣନ୍ତି ନାହିଁ ଗରିବମାନେ। ରଚନାକୁ ଆସନ୍ତା ପୃଥିବୀର ମନ୍ତ୍ର ପରି ସବୁ ସଞ୍ଚୁ, ରଚନାକୁ ଆସନ୍ତା ପୃଥିବୀର ମନ୍ତ୍ର ପରି ସଞ୍ଚୁ ଉଚ୍ଚାରଣ କରନ୍ତି ନାହିଁ ଗରିବମାନେ। ରଚନାରେ ଆଧାରିତ ସିନେମା ତିଆରି ହେଲେ ଏପରିକି ସେହି କୃତି ଓସ୍କାର ପାଇଲେ ଦେଖନ୍ତି ନାହିଁ ଗରିବମାନେ। ଗରିବୀ ସମ୍ଭବତଃ ମଣିଷ ଜାତିର ଅଦୃଶ୍ୟ ଅଳଙ୍କାର। ଗରିବୀ ସମ୍ଭବତଃ ମଣିଷ ଜାତିର ଅଦୃଶ୍ୟ ଅଳଙ୍କାର, ଯେଉଁଥିରେ ଶୋଭାବନ୍ତ କରି କଳେବର ରଚନାର ସ୍ପର୍ଦ୍ଧା ବଢ଼େ ପାଇବାକୁ କେତେ ପୁରସ୍କାର। ଗରିବର ସବୁ କଥା ଲେଖାଲେଖିକୁ ଶୋଭା ପାଏ, ଗରିବର ସବୁ କଥା ଲେଖାଲେଖିକୁ ଶୋଭା ପାଏ। ଲେଖାଲେଖି ଗରିବକୁ ଦରକାର ନଥାଏ, କିନ୍ତୁ ଗରିବଙ୍କୁ ନେଇ ଆମ ଲେଖାଲେଖି ଜାରି ରହିଥାଏ। ଗରିବର ସବୁ କଥା ଲେଖାଲେଖିକୁ ଶୋଭା ପାଏ, ଲେଖାଲେଖି ଗରିବକୁ ଦରକାର ନଥାଏ, କିନ୍ତୁ ଗରିବଙ୍କୁ ନେଇ ଆମ ଲେଖାଲେଖି ଜାରି ରହିଥାଏ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ କବି ସୂର୍ଯ୍ୟ ମିଶ୍ରଙ୍କୁ। ତାଙ୍କର କବିତା ଗୁଡ଼ିକ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଜଣାଇବାକୁ ଅନୁରୋଧ। ଧନ୍ୟବାଦ।